ଆପଣ ଦେଖିବେ ପ୍ରତ୍ୟେକ ପର୍ବତର ଗୋଟେ ନିର୍ଦ୍ଦିଷ୍ଟ ଉଚ୍ଚତା ଥାଏ। ବିଜେପି କାହିଁକି ଭାବୁଛି ଯେ ତାର ଦିନେ ଡାଉନଫଲ୍ ଆସିବନି ବୋଲି? ବିଜେପି କାହିଁକି ସେଇ ଗୋଟେ ସ୍ୱପ୍ନ ରାଜ୍ୟରେ ଅଛି? ମୁଁ ପଚାରିବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟିକୁ ଏବଂ କେନ୍ଦ୍ର ସରକାରଙ୍କୁ, ସେମାନେ କ'ଣ ନିଜେ ଗୋଟେ ଜାତୀୟ ଦଳ ହିସାବରେ ଇଲେକ୍ସନ୍ ଲଢ଼ୁଛନ୍ତି? ତାଙ୍କ ପାଖରେ ସମସ୍ତ କେନ୍ଦ୍ରୀୟ ସଂସ୍ଥାମାନେ ସହଯୋଗୀ ଭାବରେ କାମ କରୁଛନ୍ତି। ଯେମିତି ବିଭିନ୍ନ ଜାଗାରେ ବିଭିନ୍ନ ଦଳ, ଜାତୀୟ ଦଳ, ଆଞ୍ଚଳିକ ଦଳମାନଙ୍କ ସାଥିରେ କିଛି କିଛି ଜାଗାରେ ଗଠବନ୍ଧନ କରନ୍ତି, ସେମିତି ଭାରତୀୟ ଜନତା ପାର୍ଟି ଯେତେ ସବୁ କେନ୍ଦ୍ରୀୟ ସଂସ୍ଥା ଅଛି, କେନ୍ଦ୍ରୀୟ ସଂସ୍ଥା କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି, ଇଲେକ୍ସନ୍ କମିଶନ ହୁଅନ୍ତୁ, କେନ୍ଦ୍ରର ସବୁ ଏଜେନ୍ସିମାନେ ହୁଅନ୍ତୁ, ସେମାନେ ସବୁ ତାଙ୍କ ସାଥିରେ ଆଲିଆନ୍ସ କରିଛନ୍ତି। ତେଣୁ ଗୋଟେ ଆଲାଇଡ୍ ପାର୍ଟିମାନେ ନିର୍ବାଚନ ଲଢ଼ୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଏସବୁ ସଂସ୍ଥାମାନେ ଅଛନ୍ତି। ସେ ନିଜେ ଲଢ଼ୁଛନ୍ତି ଏବଂ ଏହି ସଂସ୍ଥାମାନଙ୍କୁ ସେ କାର୍ଯ୍ୟରେ ଲଗାଉଛନ୍ତି, ଯାହାଫଳରେ କି ନିର୍ବାଚନରେ ସେମାନଙ୍କର ପ୍ରାଧାନ୍ୟ ବଢ଼ି ବଢ଼ି ଚାଲିଛି। ଏବଂ ଭାରତୀୟ ଜନତା ପାର୍ଟି ପାଖରେ ହଜାର ହଜାର କୋଟି ଟଙ୍କା, ହୁଏତ ଲକ୍ଷ ଲକ୍ଷ କୋଟି ଟଙ୍କା ଥାଇପାରେ, କିନ୍ତୁ ହଜାର ହଜାର କୋଟି ଟଙ୍କା ଅଛି ବୋଲି ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଦେଖାଉଛନ୍ତି। ସେଇଟା କାହିଁ କେତେ ଗୁଣ ଅଧିକା ହେଇପାରେ। ତେଣୁ ଗୋଟେ ପଟେ ଅର୍ଥବଳର ପ୍ରାବଲ୍ୟ, କେନ୍ଦ୍ରୀୟ ସଂସ୍ଥାମାନଙ୍କର ଦୁରୁପଯୋଗ ଏବଂ ସେମାନଙ୍କର କ୍ଷମତା ପ୍ରତି ଯେଉଁ ଲୋଭ ଆଉ କ୍ଷମତା ଲିପ୍ସା ଏବଂ ଯେନେ ତେନେ ଉପାୟରେ ନିର୍ବାଚନ ଜିତିବାର ଯେଉଁ ଆକାଂକ୍ଷା, ଏସବୁକୁ ନେଇ ଲଢ଼େଇ କଲାବେଳେ ସେମାନେ ଜିତି ଯାଉଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହି ରଖେ, ଏହାର ଅନ୍ତ ହେବ। କାଲି ରେଜଲ୍ଟ ଆସିଛି, ଯେଉଁ ରେଜଲ୍ଟ ଯୋଗୁଁ ସେମାନେ ଖୁସି ହେଉଛନ୍ତି। ଆଜି ଓଡ଼ିଶାରେ ଯଦି ଜନସାଧାରଣଙ୍କୁ ପଚାରିବ, ମୁଁ ଯେତେ ଲୋକଙ୍କ ସାଥିରେ କଥା ହେଇଛି, 90% ଜନସାଧାରଣ କାହିଁକି ନା କ'ଣ ପାଇଁ ତାଙ୍କ ମନ ଭିତରେ ଅସନ୍ତୋଷ ଅଛି ଏବଂ ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରିପାରୁନାହାନ୍ତି। ହୁଏତ ଭାରତବର୍ଷର ସଂଖ୍ୟାଧିକ ଜନଗଣଙ୍କ ଭିତରେ ସେହି ପ୍ରତିକ୍ରିୟା ଅଛି। ନିର୍ବାଚନ ଯେନେ ତେନେ ଉପାୟରେ ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ, ସେଇଟା ତାଙ୍କର ଗୋଟେ ଦିବାସ୍ୱପ୍ନ, ଏଇଟା ଗୋଟେ ପ୍ରହେଳିକା ତାଙ୍କ ପାଇଁ। ଏବଂ ସେଇ ଦିବାସ୍ୱପ୍ନରେ ସେ ବିଭୋର ହେବେ, ତାହେଲେ ତାଙ୍କର କ୍ଷତି ହେବ। ଏବଂ ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖେ, ଆଞ୍ଚଳିକ ଦଳ ସାଥିରେ ସେଇ ରାଜ୍ୟର ଲୋକମାନଙ୍କର ଗୋଟେ ଭାବପ୍ରବଣତା ଅଛି ବା ଭାବପ୍ରବଣ ସମ୍ପର୍କ ଅଛି, ଇମୋସନାଲ ରିଲେସନସିପ୍ ଯୋଉଟା ଅଛି। ଆଞ୍ଚଳିକ ଦଳମାନେ ଯେତେବେଳେ କ୍ଷମତାକୁ ଆସନ୍ତି ବା ସେ ଦଳ ଯାହା କାର୍ଯ୍ୟକ୍ରମ କରେ, ସେ ତାଙ୍କେ ନିଜେ ନିଜର ବସ୍। କିନ୍ତୁ ବିଭିନ୍ନ ରାଜ୍ୟରେ ଯେତେବେଳେ ଜାତୀୟ ଦଳମାନେ ଜିତନ୍ତି, ସେହି ରାଜ୍ୟର ନେତୃତ୍ୱ କେନ୍ଦ୍ରୀୟ ଦଳ ବା ଦିଲ୍ଲୀ ନେତୃତ୍ୱର ବିନା ପରାମର୍ଶରେ କିଛି କାମ କରିପାରିବେ ନାହିଁ। ତାଙ୍କର ଦିଲ୍ଲୀ ଯାହା କହିବ ସେ ଏଇଠି କରିବେ। ସେ ନିଜର ପ୍ରଭୁତ୍ୱ ନାହିଁ, କର୍ତ୍ତୃତ୍ୱ ନାହିଁ, କି ନିଜ ଉପରେ ନିଜେ ଯେ ବସ୍ ସେ କଥା ସେ କହିପାରିବେ ନାହିଁ। କାହିଁକିନା ତାଙ୍କର ନେତା କିଏ ହେବ, ମୁଖ୍ୟମନ୍ତ୍ରୀ କିଏ ହେବ, ସେଟା ଦିଲ୍ଲୀ ନିଷ୍ପତ୍ତି କରୁଛି ଏବଂ ସେମାନେ ସ୍ୱୀକାର କରିଛନ୍ତି ଆମର ଦିଲ୍ଲୀ ଯାହା ନିଷ୍ପତ୍ତି করে ଆମେ ତାହା କରୁ। ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହି ରଖେ, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବଜେଟ୍ ଅଛି। ନିଜ ବଜେଟ୍ ଅନୁସାରେ ସେମାନେ ଖର୍ଚ୍ଚ କରନ୍ତି। କେନ୍ଦ୍ର ସରକାର ଯେଉଁ ରାଜ୍ୟକୁ ଯେତିକି ଅନୁଦାନ ଦେବା କଥା ଦେବ, ସେ ଚାହିଁଲେ ବି ଅଧିକା ଦେଇପାରିବ ନାହିଁ। କାରଣ କେନ୍ଦ୍ର ବଜେଟ୍ ହେଉ କି ରାଜ୍ୟ ବଜେଟ୍ ହେଉ ଇଲାଷ୍ଟିକ୍ ନୁହଁ। ଯେତିକି ରାଜସ୍ୱ ଆସିବ ତାକୁ ସେ ବଣ୍ଟନ କରିବେ କେନ୍ଦ୍ର ସରକାର, ଏବଂ ରାଜ୍ୟମାନେ ଯେତିକି ରାଜସ୍ୱ ଆସିବ ଏବଂ କେନ୍ଦ୍ର ଅନୁଦାନ ଯେତିକି ଆସିବ ସେତିକିରେ ସେ ଖର୍ଚ୍ଚ କରିବେ। ମୁଁ ପଚାରିବାକୁ ଚାହେଁ, ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଭାରତୀୟ ଜନତା ପାର୍ଟି, ସେଇ ରାଜ୍ୟରେ କହୁଛନ୍ତି ଆମେ ଏଇ ରାଜ୍ୟକୁ ନମ୍ବର 1 କରିବୁ। ଓଡ଼ିଶା ଆସିଥିଲେ କହିକି ଯାଇଥିଲେ ନମ୍ବର 1 କରିବୁ। ଏବେ ପଶ୍ଚିମବଙ୍ଗଳା ଗଲେ କହିଲେ ନମ୍ବର 1 କରିବୁ। ଆଗରୁ ତ ଗୁଜୁରାଟକୁ ନମ୍ବର 1 କରିଛନ୍ତି, ଉତ୍ତରପ୍ରଦେଶକୁ ନମ୍ବର 1 କରିଛନ୍ତି, ବିହାରକୁ ତ ନମ୍ବର 1 କରିଛନ୍ତି, ହରିୟାଣାଠୁ ଆରମ୍ଭ କରିକି ଆପଣଙ୍କର ଆସାମ ପର୍ଯ୍ୟନ୍ତ ସବୁ ରାଜ୍ୟକୁ ସେ ନମ୍ବର 1 କରିକି ଥୋଇ ଦେଇଛନ୍ତି। ତାଙ୍କର ନମ୍ବର 1ଟା କିଏ, ସେଇଟା ଟିକେ ହିସାବ ଦେବେ କି? ଏବଂ ଗୋଟିଏ ଟଙ୍କା କେଉଁ ରାଜ୍ୟକୁ ଅଧିକା ଦେଇପାରିବାର କ୍ଷମତା ରଖିଛନ୍ତି କି? କିନ୍ତୁ ଦୁଃଖ ଆଉ ପରିତାପର କଥା, ମୁଁ ଯେଉଁ କଥା ବାରମ୍ବାର କହିଛି, ଭାରତବର୍ଷ ଆଜି ପର୍ଯ୍ୟନ୍ତ ଗୋଟେ ସେତେଟା ପ୍ରଶିକ୍ଷିତ ଦେଶ ହେଇପାରିଲା ନାହିଁ।
ଯାହାଫଳରେ କି ନିର୍ବାଚନରେ ଅନେକ ଗୁଡ଼ିଏ ଲୋଭ ସୃଷ୍ଟି କରିବା ପ୍ରତିଶ୍ରୁତି ଗୁଡ଼ାକ ଲୋକମାନଙ୍କୁ ଅନେକ ସମୟରେ ବିଭ୍ରାନ୍ତି କରୁଛି। ତା ସାଥିରେ କେଉଁଠି ଭୟ, ତା ସାଥିରେ କେଉଁଠି ଅର୍ଥର ପ୍ରାବଲ୍ୟ, ତା ସାଥିରେ ବାହୁବଳର ପ୍ରୟୋଗ, ତା ସାଥିରେ ଭବିଷ୍ୟତର ସୁନେଲି ସ୍ୱପ୍ନ, ଏ ସବୁ ଗୁଡ଼ାକ ମିଶାଇ ଦେଲେ ଗୋଟେ ସୁସ୍ଥ ଗଣତନ୍ତ୍ର ବୋଲି କୁହାଯିବନି। ମୁଁ ଆଜି ଆପଣଙ୍କୁ ଏଠି ପ୍ରେଡିକ୍ଟ କରୁଛି, ପ୍ରେଡିକ୍ଟ ନୁହଁ, ଆପଣଙ୍କୁ ଆଜି ଏଠି ଗୋଟେ ମୁଁ ଭବିଷ୍ୟତର ଯାହା ଘଟିବ ସେ କଥା କହୁଛି। ଦେଶ ଯେଉଁ ଅବସ୍ଥାରେ ଅଛି, ବିପ୍ଳବ ସୁନିଶ୍ଚିତ। 80 ବର୍ଷର ସ୍ୱାଧୀନତା ପରେ ଏ ଯେତେବେଳେ 2047ର ବିକଶିତ ଦେଶ କହୁଛନ୍ତି, ଆପଣ ଦେଖିବେ କୌଣସି କ୍ଷେତ୍ରରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ହୁଅନ୍ତୁ, ଆର୍ମିରେ ଯେଉଁମାନେ ଅଛନ୍ତି ଆପଣ ଦେଖିବେ ସେମାନଙ୍କର ହ୍ୱାଟ୍ସଆପ୍, ସେମାନଙ୍କର କଥାବାର୍ତ୍ତା ବର୍ତ୍ତମାନ, ଯେତେ ରାଜ୍ୟର ସରକାରୀ କର୍ମଚାରୀ ହୁଅନ୍ତୁ, ବୁଦ୍ଧିଜୀବୀ ହୁଅନ୍ତୁ, ଆପଣଙ୍କର ଯୁବ ସମାଜ ହୁଅନ୍ତୁ, ମହିଳାମାନେ ହୁଅନ୍ତୁ, ଏବଂ ଯେଉଁ ଜେନ୍-ଜି ପିଲାମାନେ ଆସୁଛନ୍ତି ସେମାନଙ୍କ କଥା ହେଉ, ସମସ୍ତଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି। କିନ୍ତୁ ଯେହେତୁ ସାରା ଭାରତବର୍ଷରେ କନସୋଲିଡେସନ୍ ହୋଇପାରୁନାହିଁ, ଆଞ୍ଚଳିକ ଦଳମାନେ ନିଜ ରାଜ୍ୟରେ ସୀମିତ ଅଛନ୍ତି, ଗୋଟେ ବୃହତ୍ତର କ୍ଷେତ୍ର ପ୍ରସ୍ତୁତ ହୋଇପାରୁନି ବୋଲି ବିପ୍ଳବ ହେଉନାହିଁ। କିନ୍ତୁ ମୋତେ ଲାଗୁଛି ହାରିବାଟା ଆଞ୍ଚଳିକ ଦଳମାନେ ଭବିଷ୍ୟତରେ ଏକ ବିରାଟ ବିପ୍ଳବର ସୂଚନା ଦେଉଛି। ସେ ବିପ୍ଳବ ହେବ, ଜରୁର ହେବ, ତାକୁ କେହି ରଖିପାରିବେନି। ଏଇଟା ମୋର ଆପଣଙ୍କ ପ୍ରେଡିକ୍ସନ୍। ମୁଁ ଓଡ଼ିଶା ପରିପ୍ରେକ୍ଷୀରେ ଆପଣଙ୍କୁ କହି ରଖିବି, ଆପଣମାନେ ସମସ୍ତେ ଭଲ ସାମ୍ବାଦିକ, ଗ୍ରାସରୁଟ୍ରେ କାମ କରୁଛନ୍ତି। ଓଡ଼ିଶାରେ ଆପଣ ବ୍ୟକ୍ତିଗତ ଭାବରେ ଯେକୌଣସି ଲୋକଙ୍କୁ ପଚାରନ୍ତୁ ବା ଅନେକ ଲୋକଙ୍କୁ ପଚାରନ୍ତୁ, 70, 80, 90 ଭାଗ ଲୋକ ତାଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହା ଅର୍ଥ ବିଜୁ ଜନତା ଦଳ ପ୍ରତି କେଉଁଠି ନା କେଉଁଠି ଲୋକଙ୍କର ଭଲ ପାଇବା ତାଙ୍କ ହୃଦୟ ଭିତରେ ଅଛି। ଆପଣ ଯଦି MLAର ଗଣିତରେ କହିବେ, ଆପଣ ଯଦି ସଂଖ୍ୟାର ଗଣିତରେ କହିବେ, ବା କିଛି ନେତାଙ୍କୁ ତାଙ୍କ ଦଳକୁ ନେଇଗଲେ ସେଇଟା ହିଁ ଗୋଟେ ମାନେ ମାପକାଠି ହେଇଯିବ, ସେଇଟା ଠିକ୍ ନୁହଁ। ଆପଣ ଆପଣ ପଚାରନ୍ତୁ, 100 ଜଣ ଲୋକଙ୍କୁ ପଚାରନ୍ତୁ, କୋରାପୁଟରେ ପଚାରନ୍ତୁ, କଳାହାଣ୍ଡିରେ ପଚାରନ୍ତୁ, ମୟୂରଭଞ୍ଜରେ ପଚାରନ୍ତୁ, କେନ୍ଦ୍ରାପଡ଼ାରେ ପଚାରନ୍ତୁ, ଆପଣ ଭୁବନେଶ୍ୱରରେ ପଚାରନ୍ତୁ, ଯଦି 100ରୁ 80ରୁ ଉର୍ଦ୍ଧ୍ୱ ଲୋକ ଅସନ୍ତୋଷ ପ୍ରକାଶ ନ କରିବେ ତାହେଲେ କହିବେ ମୁଁ ଭୁଲ କହୁଛି, ମୋତେ ଆପଣ ପନିଶମେଣ୍ଟ ଦେଇପାରନ୍ତି। ତେଣୁ ଲୋକଙ୍କର ଅସନ୍ତୋଷଟା ଯେତେବେଳେ ଭାରତୀୟ ଜନତା ପାର୍ଟି ସରକାର ଉପରେ ବଢ଼ୁଛି, ସେତେବେଳେ ତାଙ୍କ ବିରୁଦ୍ଧରେ ଯେଉଁ ଦଳ ଥିବ ସେ ଅଟୋମେଟିକ୍ ଶକ୍ତିଶାଳୀ ହେବ। ତେଣୁ ବିଜୁ ଜନତା ଦଳ କମୁଛି ବୋଲି ଯେଉଁମାନେ କହୁଛନ୍ତି, ଆପଣ ଏତିକି ସିମ୍ପାଥି ପାଉଛନ୍ତି ବର୍ତ୍ତମାନ ବିଜୁ ଜନତା ଦଳ, ତାହା ଗୋଟେ ସମୟକୁ ଅପେକ୍ଷା ରଖୁଛି, କେତେବେଳେ ଗୋଟେ ବିରାଟ ପରିବର୍ତ୍ତନ ବି ଆସିପାରେ। ଶୁଣନ୍ତୁ, ମୁଁ ଆପଣଙ୍କୁ ଛୋଟିଆ କଥା କହୁଛି, ଆପଣ ଏଇଟା ମାର୍କ କରିବେ। ମୁଁ ମନ୍ତ୍ରୀ ଥିଲି, ସେତେବେଳେ ସୋସିଆଲ ମିଡ଼ିଆରେ ଆମ ପ୍ରତି ଆମର କେଉଁଠି ଭୁଲ ଥିଲା କି ଠିକ୍ ଥିଲା ଦୋସରା କଥା, ଏବଂ ଠିକ୍ ଥିଲେ ବି କେବଳ ଗାଳି ଛଡ଼ା କିଛି ପଡ଼ୁନଥିଲା। ଏବେ ଆମର ସୋସିଆଲ ମିଡ଼ିଆ ଦେଖିଲା ବେଳକୁ ତାଙ୍କର ଟୋଲ୍ ଆର୍ମିକି ଛାଡ଼ିଦେଲେ 80-90% ଲୋକଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ କେବଳ ମିଳୁଛି। ଏଇଟା ହେଉଛି ଗୋଟେ ବିରାଟ ଉପଲବ୍ଧି। ଯେଉଁ ଯୁବ ସମାଜ ତାଙ୍କ ପାଇଁ ସୋସିଆଲ ମିଡ଼ିଆରେ ସ୍ୱତଃପ୍ରବୃତ୍ତ ଖେଳୁଥିଲେ, ଆଜି ସେହି ଯୁବ ସମାଜ 60-70 ଭାଗ ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କ ବିରୁଦ୍ଧରେ କହୁଛନ୍ତି। ଏଇଟା ହେଉଛି ଗୋଟେ ବଡ଼ ଉଦାହରଣ, ଗୋଟେ ବଡ଼ ମାପକାଠି। ଆପଣ ଦେଖନ୍ତୁ।